एठी दूर दूर जाए खाली सबुजिमार आस्तरण नड़िया आंब पणस ठारू आरंभ करे रक्तचंदन सागुआ शिशु कफी अशोक निंब महानिंब एवं नेपाळरू अणाଯାଇଥିବା दुर्लभ रुद्राक्ष केवल सेतिके नुह गुड़मारी तेजपत्र गिलय सतापरी भली अनेक औषधीय उद्भिद मध्य एठारे स्थान पाइछि। ଏହା କୌଣସି ସରକାରୀ ଜଙ୍ଗଲ ନୁହେଁ। ଏହା ହେଉଛି ନବରଙ୍ଗପୁର ଜିଲ୍ଲା ଓମରକୋଟ ବ୍ଲକ ବଡ଼କୁମାରୀ ଗାଁର ଅବସରପ୍ରାପ୍ତ ସରକାରୀ ଶିକ୍ଷକ ରବୀନ୍ଦ୍ରନାଥ ହଲଦାରଙ୍କ ସ୍ୱପ୍ନର ସବୁଜ ଦୁନିଆ। 1976 ମସିହାରେ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ଆରମ୍ଭ ହୋଇଥିବା ଏହି ବୃକ୍ଷରୋପଣ ନିଶା ଆଜି ବି ଜାରି ରହିଛି। ଆଜି ତାଙ୍କର 5 ଏକର ଜମିରେ 1000ରୁ ଅଧିକ ବୃକ୍ଷ ଶୋଭା ପାଉଛି। ଏହି ସବୁଜ ସାଧନାରେ ତାଙ୍କ ସହ କାନ୍ଧ ମିଶାଇଛନ୍ତି ତାଙ୍କ ଧର୍ମପତ୍ନୀ ସ୍ୱପ୍ନା ହାଲଦାର। ଦୁହିଁଙ୍କ ମିଳିତ ପ୍ରୟାସ ଆଜି ଅନେକଙ୍କ ପାଇଁ ଉଦାହରଣ ସାଜିଛି। 76 ମସିହାରୁ ମୁଁ ଏ ଯୋଉ ବିଭିନ୍ନ ପ୍ରକାର ଗଛପତ୍ର ମୁଁ ଆମ ବାଡ଼ିରେ ଆଣି ଲଗାଏ। ପୂର୍ବରୁ ମୁଁ ସମୟ ବାହାର କରି ମୁଁ ଏ ଗଛପତ୍ରର ଯତ୍ନ ନିଏ ଏବଂ କେବଳ ମୁଁ ଯତ୍ନ ନିଏ ନାହିଁ, ମୋ ପରିବାରର ସମସ୍ତେ, ମୋର 2 ଝିଅ ପୁଅ, ମୋର ସହଧର୍ମିଣୀ ଏବଂ ଆମର ବାବା ମା ସମସ୍ତେ ମିଶି ଆମେ ଯିଏ ଯେତିକି ଆମେ ସହଯୋଗ କରିବା କଥା ଆମେ ଏ ଗଛ ପାଇଁ ଆମେ କରୁ। ଆଉ ଆମ ବାଡ଼ିରେ ବିଶେଷ କରି ବିଭିନ୍ନ ପ୍ରଜାତିର ଗଛ ଅଛି। ଜଙ୍ଗଲଜାତ ଗଛ, ତାପରେ ଔଷଧୀୟ ଗଛ, ମସଲା ଜାତୀୟ ଗଛ, ପନିପରିବା ଗଛ ଅଛି। ଦେଖନ୍ତୁ, ଔଷଧୀୟ ଗଛ ଭିତରେ ତ ଇନ୍ସୁଲିନ, ଗୁରୁମାରି, ଗିଲଇ ଗଛ, ତାପରେ ଭୁଇଁନିମ୍ବ, ଅଁଳା, ବାହାଡା, ହରିଡା ଏଇ ସବୁ ତ ଅଛି। ଆଉ ଜଙ୍ଗଲଜାତ ଗଛ ଭିତରୁ ଶାଗୁଆନ, ଶିଶୁ, ଅର୍ଜୁନ, ଏଇଟା ବି ଅଛି, ଗମାରି, ତାପରେ ଶିଆଳି ଲତା ଯାହାକୁ ଆମେ ଖଲିପତ୍ର ବନାଉ ସିଏ ବି ଆମ ବାଡ଼ିରେ ଆମେ ରଖିଛୁ। ତାପରେ ନିମ୍ବ, ମହାନିମ୍ବ, ରୁଦ୍ରାକ୍ଷ ଗଛ ଅଛି। ଆଉ ଏ ରୁଦ୍ରାକ୍ଷ ଗଛ ଆମ ବାଡ଼ିରେ ଯୋଉଟା ମୁଁ ଲଗେଇଛି ସେଟା ନେପାଳରୁ ମଗା ହେଇଛି। ଦେଖ, ଆମର ତ ବୟସ ବେଳକାଳ ହେଇଗଲା, ଅନ୍ତତଃ ଗଛ ଆମେ ଲଗାଇବା। ଗଛ ଯେତେ ଆମେ ଗଛ ଲଗାଇବା ସେତିକି ନେଇକି ଆମର ପରିବେଶଟା ଶୁଦ୍ଧ ରହିବ। ଲୋକେ ନିଜ ଜମିରେ ଧାନ, ମକା କିମ୍ବା ପନିପରିବା ଚାଷ କରୁଥିବା ବେଳେ ରବୀନ୍ଦ୍ରନାଥ କିନ୍ତୁ କେବଳ ଗଛ ଲଗାଇ ପରିବେଶ ରକ୍ଷାର ସଂକଳ୍ପ ନେଇଛନ୍ତି। ତାଙ୍କର ଏହି ନିଷ୍ଠା ଓ ପ୍ରେରଣାରେ ପ୍ରଭାବିତ ହୋଇ ଗ୍ରାମବାସୀ ମଧ୍ୟ ବୃକ୍ଷରୋପଣ ଆଡ଼କୁ ଆକୃଷ୍ଟ ହେଉଛନ୍ତି। ଆଜିର ପୃଥିବୀରେ ଯେତେବେଳେ ସବୁଜିମା ହଜିଯିବାକୁ ବସିଛି, ସେତେବେଳେ ରବୀନ୍ଦ୍ରନାଥ ହାଲଦାରଙ୍କର 50 ବର୍ଷର